ସେମାନେ କେଉଁଠାକୁ ଯାଉଥିଲେ? ହ୍ୱେୟାର ୱେୟାର ଦେ ଗୋଇଂ? ରାମ ଫୁଟବଲ ଖେଳୁଥିଲା। ଗୋପାଳ ସ୍କୁଲ ଯାଇ ଆସୁଥିଲା। ସେମାନେ କେଉଁଠାକୁ ଯାଉଥିଲେ? କ'ଣ ତୁମେ ପଡ଼ିଆକୁ ଗଲ ନାହିଁ କି? ଆମେମାନେ ବଜାରକୁ ଗଲୁ। କିଏ କାର୍ ଚଲାଉଥିଲା? ଦେଖନ୍ତୁ ଫ୍ରେଣ୍ଡସ୍, ଏଇ ବାକ୍ୟଗୁଡ଼ିକର ଶେଷ ଅକ୍ଷର ଲା, ଲେ, ଲୁ, ଲି ଏହିପରି ଶୁଭୁଛି। ତେଣୁ ଏହି ବାକ୍ୟଗୁଡ଼ିକରୁ ଆମେ କନଫର୍ମ ହୋଇଗଲେ କି ଏହି ସମସ୍ତ ବାକ୍ୟଗୁଡ଼ିକ ପାଷ୍ଟ ଟେନ୍ସରେ ଅଛି। ପୁଣି ଆମେ ପଢ଼ି ସାରିଛନ୍ତି କି ପାଷ୍ଟ ଟେନ୍ସର ଚାରୋଟି ଘର ଯଥା ପାଷ୍ଟ ସିମ୍ପୁଲ, ପାଷ୍ଟ କଣ୍ଟିନ୍ୟୁଅସ୍ କିମ୍ବା ପାଷ୍ଟ ପ୍ରୋଗ୍ରେସିଭ, ପାଷ୍ଟ ପରଫେକ୍ଟ ଏବଂ ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ। ଦେଖନ୍ତୁ ଫ୍ରେଣ୍ଡସ୍, ଏହି ବାକ୍ୟଗୁଡ଼ିକ ପାଷ୍ଟ ଟେନ୍ସର ଏହି ଚାରୋଟି ଘର ମଧ୍ୟରେ ଅନ୍ତର୍ଗତ। ତେଣୁ ଫ୍ରେଣ୍ଡସ୍, ଦିଆଯାଇଥିବା ବାକ୍ୟଗୁଡ଼ିକୁ ଟ୍ରାନ୍ସଲେସନ୍ କରିବା ପାଇଁ ଚେଷ୍ଟା କରିବା। ଯେପରିକି ଫ୍ରେଣ୍ଡସ୍, ରାମ ଫୁଟବଲ ଖେଳୁଥିଲା। ଦେଖନ୍ତୁ ବାକ୍ୟର ଶେଷ ଅକ୍ଷର ଲା ଅଛି, ତେଣୁ ଏହା ପାଷ୍ଟ ଟେନ୍ସରେ ଅନ୍ତର୍ଗତ, ନୁହେଁ କି? ତାପରେ ଦେଖିବା ପାଷ୍ଟ ଟେନ୍ସର କେଉଁ ଘରେ ଆସୁଛି। ବୁଝିହେଲା? ଏହି ବାକ୍ୟର ଶେଷ ତିନି ଅକ୍ଷରକୁ ଭଲ ଭାବରେ ଦେଖିବା। କ'ଣ ଲେଖା ହୋଇଛି ଫ୍ରେଣ୍ଡସ୍? ଉ ଥିଲା। ତେଣୁ ଆମେ କନଫର୍ମ ହୋଇଗଲେ କି ଏହି ବାକ୍ୟଟି ପାଷ୍ଟ ଟେନ୍ସର ପାଷ୍ଟ କଣ୍ଟିନ୍ୟୁଅସ୍ କିମ୍ବା ପାଷ୍ଟ ପ୍ରୋଗ୍ରେସିଭ ଘରେ ଅଛି। ପୁଣି ଆମକୁ ମନେ ପକାଇବାକୁ ହେବ କି ପାଷ୍ଟ କଣ୍ଟିନ୍ୟୁଅସ୍ କିମ୍ବା ପାଷ୍ଟ ପ୍ରୋଗ୍ରେସିଭର ରୁଲ୍ କ'ଣ? ପାଷ୍ଟ କଣ୍ଟିନ୍ୟୁଅସ୍ କିମ୍ବା ପାଷ୍ଟ ପ୍ରୋଗ୍ରେସିଭର ରୁଲ୍ଟି ହେଉଛି ସବଜେକ୍ଟ ପ୍ଲସ୍ ୱାଜ୍ କିମ୍ବା ୱେୟାର ପ୍ଲସ୍ ଭାର୍ବରେ ଆଇଏନ୍ଜି ଲାଗିଥାଏ। ବୁଝିହେଲା? ଏଠାରେ ସବଜେକ୍ଟ କିଏ? ରାମ। ତେଣୁ ରାମ ପାଖରେ କ'ଣ ଲାଗିବ? ୱାଜ୍ କିମ୍ବା ୱେୟାର। ଯେହେତୁ ରାମ ତୃତୀୟ ପୁରୁଷ ଏକବଚନ, ତେଣୁ ଏହା ପାଖରେ ୱାଜ୍ ଲାଗିବ। ଆମେ ଜାଣିଛନ୍ତି ତୃତୀୟ ପୁରୁଷ ଏକବଚନ କିମ୍ବା ପ୍ରଥମ ପୁରୁଷ ଏକବଚନରେ ଏହି ପାଷ୍ଟ ଟେନ୍ସରେ କେବଳ ୱାଜ୍ ଲାଗିଥାଏ ଏବଂ ଅନ୍ୟ ପୁରୁଷରେ ୱେୟାର ଲାଗିଥାଏ। ଆଉ ଥରେ ମନେ ପକାଅ ଫ୍ରେଣ୍ଡସ୍, ଏହି ବାକ୍ୟର ଭାର୍ବ କିଏ? ଖେଳିବା। ତେଣୁ ଖେଳିବା ପ୍ଲେ। ଏହି ପ୍ଲେରେ ଆଇଏନ୍ଜି ଦିଆଯାଏ। ତେଣୁ ଟ୍ରାନ୍ସଲେସନଟି ଏହିପରି ଭାବରେ କରାଯାଏ। ଯେପରିକି ରାମ ୱାଜ୍ ପ୍ଲେଇଂ ଫୁଟବଲ। ବର୍ତ୍ତମାନ ଅନ୍ୟ ବାକ୍ୟକୁ ଦେଖିବା। ଗୋପାଳ ସ୍କୁଲ ଯାଇ ଆସୁଥିଲା କିମ୍ବା ଗୋପାଳ ସ୍କୁଲକୁ ଯାଇ ଆସୁଥିଲା। ଏହି ବାକ୍ୟର ଶେଷ ପାଞ୍ଚ ଅକ୍ଷରକୁ ଭଲ ଭାବରେ ଦେଖିବା। ଇ ଆସୁଥିଲା ଲେଖାଯାଇଅଛି, ତେଣୁ ଏହା ପାଷ୍ଟ ଟେନ୍ସର ଚତୁର୍ଥ ଘର କିମ୍ବା ପାଷ୍ଟ ପରଫେକ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ଏହାର ରୁଲ୍ କିମ୍ବା ସର୍ତ୍ତଟି ହେଉଛି ସବଜେକ୍ଟ ପ୍ଲସ୍ ହାଡ୍ ପ୍ଲସ୍ ବିନ୍ ପ୍ଲସ୍ ଭାର୍ବରେ ଆଇଏନ୍ଜି ଲାଗିଥାଏ। ତେଣୁ ଟ୍ରାନ୍ସଲେସନଟି ଏହିପରି ଭାବରେ ହେବ। ଯେପରିକି ଗୋପାଳ ହାଡ୍ ବିନ୍ ଗୋଇଂ ଟୁ ସ୍କୁଲ। ଅନ୍ୟ ବାକ୍ୟଟିକୁ ଦେଖିବା। ସେମାନେ କେଉଁଠାକୁ ଯାଉଥିଲେ? ଏହି ବାକ୍ୟର ଶେଷ ତିନି ଅକ୍ଷର ଉ ଥିଲେ ଅଛି, ତେଣୁ ଏହା ପାଷ୍ଟ ଟେନ୍ସର ପାଷ୍ଟ କଣ୍ଟିନ୍ୟୁଅସ୍ ଟେନ୍ସରେ ଅଛି। ପାଷ୍ଟ କଣ୍ଟିନ୍ୟୁଅସ୍ ଟେନ୍ସର ଫର୍ମୁଲାଟି ହେଉଛି ସବଜେକ୍ଟ ପ୍ଲସ୍ ୱାଜ୍ କିମ୍ବା ୱେୟାର ପ୍ଲସ୍ ଭାର୍ବରେ ଆଇଏନ୍ଜି ଦିଆଯାଇଥାଏ। ତେଣୁ ଟ୍ରାନ୍ସଲେସନଟି ଏହିପରି ଭାବରେ ହେବ। ଧରାଯାଉ ଏହି ବାକ୍ୟଟିକୁ ଆମେ ଏହିପରି ଭାବରେ କହିବା, ସେମାନେ ସ୍କୁଲକୁ ଯାଉଥିଲେ। ଟ୍ରାନ୍ସଲେସନଟି ହେବ ଦେ ୱେୟାର ଗୋଇଂ ଟୁ ସ୍କୁଲ। ସେମାନେ ସ୍କୁଲକୁ ଯାଉଥିଲେ କି? ୱେୟାର ଦେ ଗୋଇଂ ଟୁ ସ୍କୁଲ? ସେମାନେ କେଉଁଠାକୁ ଯାଉଥିଲେ? ହ୍ୱେୟାର ୱେୟାର ଦେ ଗୋଇଂ? ଅନ୍ୟ ବାକ୍ୟଟିକୁ ଦେଖିବା। କ'ଣ ତୁମେ ପଡ଼ିଆକୁ ଗଲ ନାହିଁ କି? ଏହି ବାକ୍ୟଟିର ଶେଷ ଅକ୍ଷରକୁ ଭଲ ଭାବରେ ଦେଖିବା। ଗଲ ଶେଷରେ କ'ଣ ଶୁଭୁଛି? ଅ ଶୁଭୁଛି। ତେଣୁ ଏହା ପାଷ୍ଟ ଟେନ୍ସର ପାଷ୍ଟ ସିମ୍ପୁଲ ଘରେ ଅଛି। ଏହାର ରୁଲ୍ଟି ହେଉଛି ସବଜେକ୍ଟ
ପ୍ଲସ୍ ଭାର୍ବ ହେବ ପାଷ୍ଟ ଫର୍ମ। ଏଠାରେ ଡିଡ୍ରେ ପ୍ରଶ୍ନ ଓ ନଟ୍ ଏବଂ ଭାର୍ବଟି ମୂଳକୁ ପୁଣି ଫେରି ଆସିବ। ବୁଝିହେଲା? ଟ୍ରାନ୍ସଲେସନ୍ କରିବା ପୂର୍ବରୁ ପ୍ରଥମେ ଏହି ବାକ୍ୟଟିକୁ ଏହିପରି ଭାବରେ କହିବା, ତୁମେ ପଡ଼ିଆକୁ ଗଲ। ଟ୍ରାନ୍ସଲେସନ୍ କିପରି ହେବ? ୟୁ ୱେଣ୍ଟ ଟୁ ଫିଲ୍ଡ କିମ୍ବା ୟୁ ୱେଣ୍ଟ ଟୁ ପ୍ଲେଗ୍ରାଉଣ୍ଡ। ପୁଣି ତୁମେ ପଡ଼ିଆକୁ ଗଲ ନାହିଁ। ୟୁ ଡିଡ୍ ନଟ୍ କିମ୍ବା ଡିଡିଣ୍ଟ ଗୋ ଟୁ ଫିଲ୍ଡ। ଏବେ ସେହି ବାକ୍ୟକୁ ଆସିବା, କ'ଣ ତୁମେ ପଡ଼ିଆକୁ ଗଲ ନାହିଁ କି? ହ୍ୱାଟ୍ ଡିଡ୍ ନଟ୍ କିମ୍ବା ହ୍ୱାଟ୍ ଡିଡିଣ୍ଟ ୟୁ ଗୋ ଟୁ ଫିଲ୍ଡ। ଏହିପରି ଭାବରେ ଅନ୍ୟ ଦୁଇଟି ବାକ୍ୟ ଯଥା ଆମେମାନେ ବଜାରକୁ ଗଲୁ ଏବଂ କିଏ କାର୍ ଚଲାଉଥିଲା ନିଜେ ଟ୍ରାନ୍ସଲେସନ୍ କରିବା ପାଇଁ ଚେଷ୍ଟା କରିନେବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।